ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ଉତ୍କଳ ତନ୍ତ୍ରଶାସ୍ତ୍ର ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଦର୍ଶକ ବନ୍ଧୁ, ଆଜି ଆମେ ଆଲୋଚନା କରିବା ଗୋଟେ ଶାବର ମନ୍ତ୍ର ବିଷୟରେ, ଯାହାକି ଆମର ପୁରାତନ ତାଳପତ୍ର ପୋଥିରୁ ସଂଗୃହୀତ ମନ୍ତ୍ରଟିଏ। ଦର୍ଶକ ବନ୍ଧୁ, ମନ୍ତ୍ର ସିନା ଗୋଟିଏ, କିନ୍ତୁ ତା'ର କାମ ହେଉଛି ଅନେକ। ଗୋଟିଏ ମନ୍ତ୍ର ଦ୍ୱାରା ଆପଣମାନେ ବହୁତ ସାରା ଉପକାର ପାଇପାରିବେ। ଦର୍ଶକ ବନ୍ଧୁ, ବହୁତ ଭାଇମାନେ କମେଣ୍ଟ କରନ୍ତି, ଗୁରୁଜୀ ପୁରାତନ ତାଳପତ୍ର ପୋଥିର ବିଦ୍ୟା ଦିଅ। ଦେଖନ୍ତୁ, ଆଜିକାଲି ଦୁନିଆରେ ପୁରାତନ ତାଳପତ୍ର ପୋଥିର ବିଦ୍ୟା ସବୁଆଡ଼େ ପ୍ରକାଶ କରିବା ସମ୍ଭବ ନୁହଁ। ବୁଝିପାରିଲେ କି? ଯଦି ବି ସବୁଆଡ଼େ ପ୍ରକାଶ କରାଯାଉଛି, କ'ଣ ହେଉଛି ନା, କିଛି ଲୋକମାନେ ସେଇ ଯେଉଁ ବିଦ୍ୟାକୁ ନେଇକି ଲୋକମାନଙ୍କର ଉପକାର କରୁଥିଲା ବେଳେ ଆଉ କିଛି ଖଳ ପ୍ରକୃତିର ଲୋକମାନେ ସେ ଯେଉଁ ବିଦ୍ୟା ଦ୍ୱାରା କ'ଣ କରୁଛନ୍ତି ନା, ଜନସମାଜର ଅମଙ୍ଗଳ କରୁଛନ୍ତି ବା ଅହିତ କରୁଛନ୍ତି। ବୁଝିପାରିଲେ କି? ତେଣୁ ସବୁବେଳ ପାଇଁ ତାଳପତ୍ର ପୋଥିଗତ ବିଦ୍ୟା, ଗୁରୁମୁଖୀ ବିଦ୍ୟା, ଏ ସବୁବେଳ ପାଇଁ ଗୁପ୍ତ। ବୁଝିପାରିଲେ କି? ଆଉ ସେମିତି ସୋସିଆଲ ମିଡ଼ିଆରେ ସମସ୍ତ ପ୍ରକାର ବିଦ୍ୟାକୁ ଭାଇରାଲ କରାଯିବାଟା ଠିକ୍ ନୁହେଁ। କେବଳ ଯେତିକି ବିଦ୍ୟା ଆମର ଜନସମାଜର ମଙ୍ଗଳ ନିମିତ୍ତ ସୃଷ୍ଟି ହୋଇଛି, ଜନସମାଜ ମଙ୍ଗଳ ପାଇଁ କାର୍ଯ୍ୟରେ ଆସିବ, ସେହି ସବୁ ବିଦ୍ୟା ଗୁଡ଼ିକ ଆଲୋଚନା କରାଯିବ। ଆଉ ଆମର ଯେଉଁଗୁଡ଼ା ଅମଙ୍ଗଳ କାର୍ଯ୍ୟରେ ଆସିବ, ସେସବୁ ବିଦ୍ୟା ଗୁଡ଼ାକ ଆଲୋଚନା କରାଯିବ ନାହିଁ। ତେଣୁ ଦର୍ଶକ ବନ୍ଧୁ, ଆଜି ମୁଁ ଯେଉଁ ମନ୍ତ୍ର କଥା କହୁଛି, ଏହି ମନ୍ତ୍ର ହେଉଛି ବହୁତ ପୁରାତନ ବିଦ୍ୟା। ବହୁତ ବଡ଼ରୁ ବଡ଼ ତାନ୍ତ୍ରିକମାନେ, ବଡ଼ରୁ ବଡ଼ ଗୁଣିଆମାନେ, ବଡ଼ରୁ ବଡ଼ ସାଧକମାନେ, ସେମାନେ କ'ଣ କରନ୍ତି ନା, ଏଇ ବିଦ୍ୟା ଦ୍ୱାରା, ଏଇ ମନ୍ତ୍ର ଦ୍ୱାରା ସମସ୍ତେ କ'ଣ କରନ୍ତି ନା, ଯେତେ ଆପଣ ଦେଖିଥିବେ ଝଡ଼ାଫୁଙ୍କା ମାନ ଏଇ ମନ୍ତ୍ର ଦ୍ୱାରା କରାଯାଏ। ଏଇ ମନ୍ତ୍ର ହେଉଛି ଆମର ଗୋଟେ ଶାବର ବିଦ୍ୟାର ଗୋଟେ ପ୍ରସିଦ୍ଧ ମନ୍ତ୍ର। ବୁଝିପାରିଲେ କି? ସେତେବେଳେକା ସମୟରେ ମାନେ ଆମର ଯେଉଁ ପୂର୍ବ ପିଢ଼ି ସମୟରେ ଏଇ ଯେଉଁ ମନ୍ତ୍ରଟି ସେମାନଙ୍କର ବହୁତ ବେଶ ପ୍ରିୟ ଥିଲା ଆଉ ଲୋକମୁଖୀ ଥିଲା। ଏଇ ବିଦ୍ୟା ଦ୍ୱାରା ସେମାନେ କ'ଣ କରୁଥିଲେ, ଏଇ ବିଦ୍ୟା ପ୍ରୟୋଗରେ ବହୁତ ପେସେଣ୍ଟ ଭଲ ହେଉଥିଲେ। ଆଉ ଏ ବିଦ୍ୟା ଗୋଟେ ଏମିତି ବିଦ୍ୟା, ଏମିତି ଚମତ୍କାରିତା ବିଦ୍ୟା, ଏଟା ହେଉଛି ନାଗାନ୍ତିକ ଆଉ ସୋମାନ୍ତିକ। ନାଗାନ୍ତିକ ସୋମାନ୍ତିକ ଦୁଇଟା ମିଶିକିନି ଏ ଯେଉଁ ବିଦ୍ୟାଟି ତିଆରି ହୋଇଛି। ମନ୍ତ୍ରଟି ସ୍ୱତନ୍ତ୍ର ଭାବରେ ଶାବରୋକ୍ତ ମନ୍ତ୍ର ଅଟେ। ଆଉ ଏହାର ଅଧିକାରିଣୀ ହେଉଛନ୍ତି, ମନ୍ତ୍ରର ଅଧିକାରିଣୀ ହେଉଛନ୍ତି କିଏ ଜାଣିଛନ୍ତି? କାଉଁରୀ କାମାକ୍ଷା ଦେବୀ। ବୁଝିପାରିଲେ କି? ତେଣୁ ମନ୍ତ୍ରଟି କେତେ ଶକ୍ତିଶାଳୀ ହେଇଥିବ ଆପଣମାନେ ଭାବନ୍ତୁ। ଏଇ ମନ୍ତ୍ର ଦ୍ୱାରା ଭୂତ, ପ୍ରେତ, ଡାହାଣୀ, ଚିରୁକୁଣି, ବାହୁତି, ବୀର, ବେତାଳ, ମଡ଼ି, ମଶାଣୀ, ନଜର, ଦୁଷ୍ଟି, ଖବିସ୍, ଜିନ୍, ଜିନାଦ ଇତ୍ୟାଦି ଯେଉଁ ସବୁ ଅଛନ୍ତି, ମୁଁ କହିଲି ଶୈତାନ ଇତ୍ୟାଦି, ଏ ମନ୍ତ୍ର ଦ୍ୱାରା ସମସ୍ତେ ଛାଡ଼ିକି ପଳାଇ ଯାଇଥାନ୍ତି। ବୁଝିଲେ କି? ଏ ମନ୍ତ୍ରକୁ ଆପଣ କ'ଣ କରିବେ, ମନ୍ତ୍ରଟି ମୁଁ ଦେଉଛି ଦର୍ଶକ ବନ୍ଧୁ, ହେଉଛି ସ୍ୱୟଂ ସିଦ୍ଧ ମନ୍ତ୍ର, ତାଳପତ୍ର ପୋଥିର ସ୍ୱୟଂ ସିଦ୍ଧ ମନ୍ତ୍ର। ଚ୍ୟାନେଲ ସ୍କ୍ରିନରେ ମଧ୍ୟ ମୁଁ ମନ୍ତ୍ରଟି ଆପଣଙ୍କୁ ଦେଇଦେଇଛି। ଭଲ ଭାବରେ ମନ୍ତ୍ର ଟିକେ ପଢ଼ିବେ, ପଢ଼ିକିନି ଖାତାରେ ଲେଖିବେ। ଲେଖିକରି ଆକୁ କ'ଣ କରିବେ ନା, ମୁହଁରେ ମୁଖସ୍ଥ କରିବେ। ମନ୍ତ୍ରଟିକି କଣ୍ଠସ୍ଥ ନ କଲେ ଆପଣଙ୍କର ମନ୍ତ୍ରଟି କାର୍ଯ୍ୟ କରିବ ନା। ବୁଝିପାରିଲେ କି? ଏଟା ହେଉଛି ସ୍ୱୟଂ ସିଦ୍ଧ ମନ୍ତ୍ର। ଯଦି ଆପଣମାନେ ଚାହାନ୍ତି, ତାହେଲେ ମନ୍ତ୍ରଟିକି ଆଉ ଟିକେ ଅଧିକ ମାନେ ଚୈତନ୍ୟ କରିବା ପାଇଁ, ମନ୍ତ୍ରଟିକି ଜାଗୃତ କରିବା ପାଇଁ ଆପଣମାନେ କ'ଣ କରିବେ ନା, ମନ୍ତ୍ରଟିକି 108 ଥର ଜପ କରି ନେଇଯିବେ। ଯେକୌଣସି ଅମାବାସ୍ୟା, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ, ଶୁଭ ତିଥି ଦିନମାନଙ୍କରେ ପୂର୍ବ ଦିଗକୁ ମୁଖ କରି ଏହି ମନ୍ତ୍ରଟିକି 108 ଜପ କରିନେବେ। ପୂର୍ବ ଦିଗକୁ ମୁଖ କରିବେ, ଶୁଦ୍ଧପୂତ ହୋଇ ଧୂପ ଦୀପ ଲଗେଇବେ। ଲଗେଇ ମା କାମାକ୍ଷା ଦେବୀଙ୍କୁ ସ୍ମରଣା କରିବେ। ଯେକୌଣସି ଭୋଗଟିଏ ପାଇବେ ମା କାମାକ୍ଷା ଦେବୀଙ୍କ ନାଁରେ ଭୋଗଟିକି ଅର୍ପଣ କରିସାରିଲା ପରେ ଏହି ମନ୍ତ୍ରଟିକି ଆପଣ 108 ଉଚ୍ଚାରଣ କରିଦେବେ। ଉଚ୍ଚାରଣ କରିଦେଇ ସାରିଲା ପରେ ଦର୍ଶକ ବନ୍ଧୁ, ମନ୍ତ୍ରଟି ଆପଣଙ୍କର ସିଦ୍ଧି ହୋଇଗଲା ପରେ ଏହି ମନ୍ତ୍ର ଦ୍ୱାରା ଫୋନରେ ମଧ୍ୟ ଝଡ଼ାଯାଏ। ଏ ମନ୍ତ୍ର ଗୋଟେ ଛୋଟିଆ ମନ୍ତ୍ର ନୁହଁ କି ସାଧାରଣ ମନ୍ତ୍ର ନୁହଁ। ବୁଝିପାରିଲେ କି? ତେଣୁ ଏ ମନ୍ତ୍ର ଗୋଟିଏ, ମନ୍ତ୍ରର କାମ ଅନେକ। ଏହି ମନ୍ତ୍ର ଦ୍ୱାରା ଆଗକାଳରେ ଯେଉଁ ପୁରୁଣା ଲୋକମାନେ ଥିଲେ, ସେମାନେ କିଛି ଲୋକ ପାଣି ମଧ୍ୟ ମନ୍ତ୍ରାନ୍ତି, କିଛି ଲୋକ ଲୁଣ ମଧ୍ୟ ମନ୍ତ୍ରାନ୍ତି, ଆଉ କିଛି ଲୋକ ସୋରିଷ ମଧ୍ୟ ମନ୍ତ୍ରାନ୍ତି। ସୋରିଷ, ଲୁହା କଣ୍ଟା ଇତ୍ୟାଦି ମନ୍ତ୍ର ଦ୍ୱାରା ମନ୍ତ୍ରାଯାଏ। ବୁଝିପାରିଲେ କି? ମୁଖ୍ୟତଃ ଏ ମନ୍ତ୍ର ଝଡ଼ା ଫୁଙ୍କା ପାଇଁ ବେଶ ପ୍ରସିଦ୍ଧ। ଆଉ ଯେଉଁମାନଙ୍କୁ ସବୁ ଲାଗେ ସବୁ ସ୍ପିରିଟ୍, ଯେଉଁମାନଙ୍କ ଉପରେ ପେଷଣ ହୁଏ,
ବାହୁତି ଲାଗେ। ବଡ଼ରୁ ବଡ଼ ମାନେ ସମସ୍ତେ ଏଇ ମନ୍ତ୍ର ପ୍ରଭାବରେ କେହି ରହିପାରନ୍ତିନି ତିଷ୍ଠି, ବୁଝିଲେ କି। ମନ୍ତ୍ରଟି ହେଉଛି ଓମ୍ ଝାଲିଆରେ ଝାଲିଆ ତୁ ଝାଲିଆ ଥିଲୁ କାହିଁ ମୁଁ ଥିଲି ଲଙ୍କା ଛାଡ଼ି ବିଲଙ୍କାରେ ଯାଇଁ ତୁହର ଲୋଡ଼ନ୍ତେ ଅଇଲି ଧାଇଁ ଅଇଲୁ ବାବୁ ଭଲ କଲୁ ଡାହାଣୀ ବାନ୍ଧ ଚିରୁକୁଣି ବାନ୍ଧ ଭୂତ ବାନ୍ଧ ପ୍ରେତ ବାନ୍ଧ ଅଷ୍ଟ ବେତାଳ ବାନ୍ଧେ ଗ୍ରାମ ଦେବତାକୁ ଛାଡ଼ି ଆଉ ସବୁ ବାନ୍ଧେ 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 ବୋଲି କାହାର ରାଣ କାଉଁରୀ କାମଚଣ୍ଡୀ ନିତାଇ ମା ଧୋବଣୀ ପତର ପିନ୍ଧି ସୌରୁଣୀର କୋଟି କୋଟି ରାଣ। ବୁଝିଲେ, ମନ୍ତ୍ରଟି ଆପଣଙ୍କର ଶୋ ହେଉଥିବ। ଓମ୍ ଝାଲିଆରେ ଝାଲିଆ ତୁ ଝାଲିଆ ଥିଲୁ କାହିଁ ମୁଁ ଥିଲି ଲଙ୍କା ଛାଡ଼ି ବିଲଙ୍କାରେ ଯାଇଁ ତୋହର ଲୋଡ଼ନ୍ତେ ଅଇଲି ଧାଇଁ ଅଇଲୁ ବାବୁ ଭଲ କଲୁ ଡାହାଣୀ ବାନ୍ଧ ଚିରୁକୁଣି ବାନ୍ଧେ ଭୂତ ବାନ୍ଧେ ପ୍ରେତ ବାନ୍ଧେ ଅଷ୍ଟ ବେତାଳ ବାନ୍ଧେ ଗ୍ରାମ ଦେବତାକୁ ଛାଡ଼ି ଆଉ ସବୁ ବାନ୍ଧେ 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 ବୋଲି କାହାର ରାଣ କାଉଁରୀ କାମଚଣ୍ଡୀ ନିତେଇ ମା ଧୋବଣୀ କିଟେଇ ମା ପତର ସୌରୁଣୀର କୋଟି କୋଟି ରାଣ। ବୁଝିପାରିଲେ କି। ମନ୍ତ୍ରଟି ହେଉଛି ଏଇ ପ୍ରକାର ଯେଉଁଟା ମୁଁ କହିଲି, ଆଉ ଚ୍ୟାନେଲ୍ ସ୍କ୍ରିନ୍ରେ ଯେଉଁଟା ଶୋ ହେଲା ମନ୍ତ୍ରଟି ହେଉଛି ଠିକ୍ ସେଇଭଳି ମନ୍ତ୍ରଟି। କିନ୍ତୁ ଏଇ ମନ୍ତ୍ର ଦ୍ୱାରା ଆପଣମାନେ ଯେତେବେଳେ ପ୍ରୟୋଗ କରୁଛନ୍ତି, ଯେଉଁ ଜାଗାରେ ଦେଇଛି ଗ୍ରାମ ଦେବତାକୁ ଛାଡ଼ି ଆଉ ସବୁ ବାନ୍ଧ, ବୁଝିପାରିଲେ କି। ଆପଣ କହି ଆସୁଥିବେ ଡାହାଣୀ ବାନ୍ଧ ଚିରୁକୁଣି ବାନ୍ଧ ଭୂତ ବାନ୍ଧ ପ୍ରେତ ବାନ୍ଧ ଅଷ୍ଟବେତାଳ ବାନ୍ଧ, ହଠାତ୍ କରି କହିଦେବେ ନା କି ଗ୍ରାମ ଦେବତାକୁ ବାନ୍ଧ। ଆଉ ଗ୍ରାମ ଦେବତାକୁ ବାନ୍ଧ ବୋଲି ଯିଏ କହିବ ସେ ତ ନାମ ନବ ସେ ଭଲ କରି ନାମ ନବ। ତେଣୁ କୁହାଯାଇଛି ମନ୍ତ୍ରଟିକି 1000 ଥର ବୁଝନ୍ତୁ, 1000 ଥର ଭାବନ୍ତୁ, ମନ୍ତ୍ରଟି ପ୍ରୟୋଗ କରନ୍ତୁ। ଦର୍ଶକ ବନ୍ଧୁ, ମନ୍ତ୍ରଟି ଆପଣ ପ୍ରୟୋଗ କରନ୍ତୁ, ମନ୍ତ୍ରକୁ ଆପଣ ପରୀକ୍ଷା କରନ୍ତୁ, ମନ୍ତ୍ରର ପାୱାରଟାକୁ ଆପଣ କ'ଣ ଜାଣନ୍ତୁ, ମନ୍ତ୍ରର ମହତ୍ଵ ଜାଣନ୍ତୁ। ମୁଁ ଆଶା କରୁଛି ନିଶ୍ଚୟ ଆପଣମାନେ ଉପକାର ପାଇଥିବେ। ଏ ମନ୍ତ୍ର ଦ୍ୱାରା ନିଶ୍ଚୟ ଆପଣ ଫଳପ୍ରଦ ହେବେ। ଶେଷରେ ରହୁଛି ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆମ ଚ୍ୟାନେଲଟିକୁ ଲାଇକ୍ ସବସ୍କ୍ରାଇବ୍ କରିଦେବେ ଆପଣମାନେ ଏଇଭଳି ଭିଡ଼ିଓ ମାନେ ଦେଖିବା ପାଇଁ। ରହିଲି, ଜୟ ଜଗନ୍ନାଥ।